ତେଣୁ ଲୋକଙ୍କର ଭ୍ରାନ୍ତ ଧାରଣା ଆମେ ଦୀକ୍ଷା ନେଲୁ, ବାବାଙ୍କର ଶିଷ୍ୟ ହେଇଗଲୁ। ଶିଷ୍ୟ ହେଲା ପରେ ଆମ ଜୀବନର ବହୁ ଲୋକ ସମୀକ୍ଷା କରନ୍ତି, ସବୁ ଲୋକ ପ୍ରାୟ ସମୀକ୍ଷା କରନ୍ତି ନାହିଁ। କାହିଁକି ଆମର ସାଧନା ହେଉନି? ସାଧନା ଦିନେ ବସିନାହାନ୍ତି କି କରିନାହାନ୍ତି, କାହିଁକି ସାଧନା ହେଉନାହିଁ? କାହିଁକି ସାଧନା କଥା ଏତେ କେହି ଭାବନ୍ତି ନାହିଁ? ଭାବନ୍ତି କାହିଁକି ଆମର ବିପଦ ଗଲା ନାହିଁ, କାହିଁକି ଆମକୁ ଦୁଃଖ ଯନ୍ତ୍ରଣା କଷ୍ଟ ପଡ଼ିଲା, କାହିଁକି ଆମେ ଅସୁବିଧାରେ ରହିଲୁ, କାହିଁକି ଆମର ବିରାଟ ବିରାଟ ଅଶୁଭ ଘଟଣା କାହିଁକି ଘଟିଗଲା? ମୁଁ ତ ଗୁରୁ ଆଶ୍ରିତ ହେଇଥିଲି, ଦୀକ୍ଷା ନେଇଥିଲି, ଏସବୁ କାହିଁକି ପଡ଼ିଲା? ବହୁତ ଲୋକ ଅଭିମାନ କରି ଆଶ୍ରମ ଆସନ୍ତି ନାହିଁ, ବହୁତ ଲୋକ ଗୁରୁଙ୍କୁ ଗାଳି ଗୁଲଜ କରନ୍ତି, ବହୁତ ଲୋକ କ'ଣ କରନ୍ତି ଗୁରୁଙ୍କ ଫଟୋକୁ ମଧ୍ୟ ଫିଙ୍ଗି ଦିଅନ୍ତି। ତାହା ଆମେ ଏଇ ଆଖିରେ ଦେଖିଛୁ। ଜୀବନ କାଳ ଭିତରେ ଯେତିକି ଦିନ ଆମେ ବଞ୍ଚିଛୁ, ଗୁରୁଙ୍କ ଫଟୋକୁ ଫୋପାଡ଼ି ଦେବା ଆମ ଆଖି ଦେଖିଛି। ଆରେ ଏଇ ଗୁରୁଙ୍କଠୁ ତ ଦୀକ୍ଷା ନେଲି, କାହିଁକି ମୋର ପରିବର୍ତ୍ତନ ହେଲା ନାହିଁ? ଯେମିତି ରଶ୍ମି ମା କହିଲେ, କ'ଣ ଆମେ ପୁଟୁଳା ବାନ୍ଧିକି ନେଇକି ଯାଉଥିବୁ? ଆଉ ଆମେ ସେ କଥା ସତ୍ସଙ୍ଗରେ କହିଥିଲୁ। ମୋର ସେଦିନ ମେମୋରି ଭିତରେ ଆଇଲାନି, ବୋଲି ମା କାହିଁ ଏ କଥା କହିଲେ? ଆରେ ହେ, ଆମେ ସବୁ କଥାକୁ ସେନ ମେମୋରି ଭିତରକୁ ଆସିଲା ନାହିଁ। ପରେ ଟିକେ ଧ୍ୟାନସ୍ଥ ହେଲୁ, ବୋଲି ଏ କଥା ତ ସେ କହିନଥିଲେ, ପ୍ରାୟ ସତ୍ସଙ୍ଗରେ ଏଇଟା ଶୁଣିଛନ୍ତି, ସେ କଥାଟା ତାଙ୍କ ବ୍ରେନ୍ ଭିତରେ ଅଛି। କହିଥିଲି ସତ୍ସଙ୍ଗରେ, ଜଣେ ବୁଢ଼ୀ ସବୁଦିନ ସାଧୁଙ୍କ ପାଖକୁ ଆସୁଥିଲେ, ସାଧୁଙ୍କର ସେବା କରୁଥିଲେ, ଆଉ ଘରକୁ ଯାଉଥିଲେ। ଘରକୁ ଗଲାବେଳେ ସାଧୁଙ୍କ ପାଖକୁ ତ ବହୁତ ଲୋକ ବହୁ ଜିନିଷ ଧରିକି ଆସନ୍ତି, ସାଧୁ କ'ଣ କରିବେ? ଆଜି ଗୋଟେ ଦିନ ଦେଖନ୍ତୁ, ସତ୍ସଙ୍ଗରେ କଥା ପଡ଼ୁଛି ଆପଣଙ୍କୁ ଜ୍ଞାନ ଦେବା ପାଇଁ। ସକାଳୁ ଜଣେ ପୋଡ଼ପିଠା ଧରି ଆସିଲେ, ମିକ୍ସଚର 2 ପ୍ୟାକେଟ ଧରିକି ଆସିଲେ, ସେଉ 3 କେଜି ଧରିକି ଆସିଲେ। ଆମେ ଦେଖିଲୁ, ସାନ୍ତେ ସକାଳୁ ଏତେ କଥା ପଠେଇଲଣି, ସୁନ୍ଦର ପୋଡ଼ପିଠା ଖଣ୍ଡେ ଖାଇଲୁ, ସମସ୍ତ ପିଠାକୁ ବାଣ୍ଟି ଦେଲୁ, ମିକ୍ସଚରକୁ ବି ଦେଇଦେଲୁ, ଆମେ ଛୁଇଁଲୁ ନାହିଁ। ଫଳକୁ ମନ୍ଦିରକୁ ଦେଇଦେଲୁ। ତାପରେ ଗଲା, ବସିଛୁ, ଜଣେ ମା ସୁନ୍ଦର ବେଲପଣା କରି ଆଣିଲେ, ଛେନା ନଡ଼ିଆ। ଜାଣିଛନ୍ତି ବାବା ମିଠା ଖାଉନାହାନ୍ତି, କୌଣସି ରୋଗ ଲାଗି ଆମେ ମିଠା ଖାଉନେ, ଆମେ ପିଲାଦିନରୁ ମିଠା ଆଉ ପ୍ରସାଦ ଖାଇବା ପାଇଁ ଭଲ ପାଉନେ। ସେ ସାମାନ୍ୟ ଟିକେ କି ମିଠା ପକାଇଥିଲେ, କହିଲେ ବାବା ବେଲପଣା କରିକି ଆଣିଛି। ସେ କଥା କହିଲେ ବହୁତ କଥା, ଆମେ ପିଇଲୁ। ଆମ ସାଥିରେ ବାଲେଶ୍ୱର ଜଣେ ଡକ୍ଟର ଆସିଛନ୍ତି, ସେ ପିଇଲେ, ଆଉ ଜଣେ ବାବୁ ଆସିଛନ୍ତି, ସେ ପିଇଲେ, 5-6 ଜଣ ବେଲପଣା ପିଇଲୁ। ତାପରେ ସରିଲା। ତାପରେ ଜଣେ ମା ଘି ପିଠା କରିକି ଆଣିଛନ୍ତି, ତାକୁ ଦେଖିଲୁ, ବାସ୍ ସମସ୍ତେ ଖାଇଲୁ। ତାପରେ ଜଣେ ମା ଆଣିଛନ୍ତି ଭଲ କାଠିଆ କଦଳୀ, ସମସ୍ତେ ପ୍ରାୟ ଆମ ପାଇଁ କଦଳୀ ଆଣନ୍ତି, ଆମେ ଖାଇଲୁ, ଗୋଟେ ଖାଇନୁ, ବାଣ୍ଟି ଦେଲୁ। ଏମିତି ମଝିରେ ଭଲ କଦଳୀ, କାଜୁ, ଆଉ ଜଣେ ଧରିକି ଛେନା ଧରିକି ଆସିଥିଲେ, ଖାଲି ଟିକେ ହାତ ମାଇଲୁ, ଦେଇଦେଲୁ। ଏ କଥା କହିବାର ଉଦ୍ଦେଶ୍ୟ, ଯିଏ ଆଣୁଛି ସମସ୍ତଙ୍କ ଭିତରେ କିଛି କିଛି ଗୋଟେ କାମନା ଅଛି। ନିଷ୍କାମରେ ଭଗବାନଙ୍କୁ ଭଲ ପାଇ ଭଗବାନଙ୍କ ପ୍ରୀତ୍ୟାର୍ଥେ ଆଣିବା ବ୍ୟକ୍ତି ରେୟାର। ସମସ୍ତଙ୍କର ଗୋଟେ ଡିଜାୟାର ଥାଏ, କି ଭଲ ପାଇବା ଭିତରେ ବି ଗୋଟେ ଡିଜାୟାର ଥାଏ। ଆଉ ଯିଏ ଯାହା ଦିଅନ୍ତି ତାଙ୍କର ସଂସ୍କାରଟିକୁ ଦିଅନ୍ତି। ସବୁ ତ ସଂସ୍କାର ନା, ସେ ସଂସ୍କାରଟିକୁ ଦିଅନ୍ତି। ଯେତେ ଲୋକ ଆସୁଛନ୍ତି ସମସ୍ତେ ପ୍ରାୟ ରାଜସିକ ଲୋକ, ତାମସିକ ଲୋକ ଏଠି ଆସିପାରିବେ ନାହିଁ। ତାମସିକ ଲୋକର ବୃତ୍ତି କଥା କୁହା ହେଇନି, ରହିଗଲା। ଆଉ ସେମାନେ ତାଙ୍କ କର୍ମର ଫଳଟାକୁ ତା ମାଧ୍ୟମରେ ଦେଇଥାନ୍ତି। ତେଣୁ ବୁଢ଼ୀ କ'ଣ କରେ, ସବୁ ନେଇ ଘରକୁ ଯାଏ, ପିଲା ଛୁଆ ଖାଆନ୍ତି, ବୁଢ଼ୀ ଖାଏ। ବୁଢ଼ୀ ଦିନେ କହିଲା, ଏତେ ଦିନ ସାଧୁସଙ୍ଗ କଲି, ଏତେ ଦିନ ସେବା କଲି, ଏତେ ମୁଁ ଏଠିକି ଆସିଲି, ମୁଁ ଯେଉଁ କହିଲି କି ସେଇ କହିଲି, ଆଉ ତ ହଂସ ହେଇପାରିଲି ନାହିଁ।
ଆଉ କ'ଣ ଶାସ୍ତ୍ରରେ ଲେଖା ଅଛି? ସାଧୁ ଯେ ମଳୟ ପବନ କାଷ୍ଟକୁ କରଇ ଚନ୍ଦନ, ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନପାରେ ମୋର ତନୁ। ମହାତ୍ମା ଜଣକ କହିଲେ ମା, ତୁମେ ସବୁଦିନେ ଘରକୁ ଯେଉଁ ପୁଡ଼ିଆଏ ଦଉଥିଲି ନେଇକି ଯାଉଥିଲ, ତାକୁ କିଏ ଭୋଗ କରିବ ତାଙ୍କ କର୍ମଫଳକୁ? ତୁମର କ'ଣ ସାଧନା ଅଛି? ତୁମର କ'ଣ ସେତିକି ପବିତ୍ରତା ଅଛି? ତୁମେ କ'ଣ ଆତ୍ମବୋଧରେ ଜୀବନଟାକୁ ଅତିବାହିତ କରୁଛ? ଯେମିତି ଦୁର୍ବାସା କହିଲେ ଗୋପୀମାନଙ୍କୁ, କ'ଣ କହିଲେ? କହିଲେ ହେ ଯମୁନା, ମୁଁ ଯଦି କିଛି ନ ଖାଇଥିବି ତାହେଲେ ତୁମେ ଦୁଇ ଭାଗ ହେଇଯାଅ। କହିଲେ ବହୁତ ସମୟ ଯିବ। ସତରେ ଗୋପୀମାନେ ଦେଖିଲେ ଯମୁନା ଦୁଇ ଭାଗ ହେଇଗଲା। ସେ କୃଷ୍ଣଙ୍କ ପାଇଁ ସର, ଲବଣୀ, କ୍ଷୀର ସବୁ ନେଇକି ଯାଉଥିଲେ। ଦେଖିଲେ ଯମୁନା ବଢ଼ିଛି, ସେକରେ ଭଗବାନ କନ୍ୟା ବା କୃଷ୍ଣ ରହିଛନ୍ତି। କେମିତି ଯିବୁ? ଦୁର୍ବାସା ତପସ୍ୟା କରୁଥିଲେ। ସେଇଠୁ ସେ କହିଲେ, ଦୁର୍ବାସା କହିଲେ ଯାହା କୃଷ୍ଣଙ୍କ ପାଇଁ, ଭଗବାନ କୃଷ୍ଣଙ୍କ ପାଇଁ ନେଇକି ଯାଉଛ ସବୁ ଆମକୁ ଦେଇଦିଅ, ମୁଁ ଖାଇଦିଏ, ତାପରେ ତୁମେ ଯିବ, ମୁଁ ବ୍ୟବସ୍ଥା କରିଦେବି। ଆଉ ଖାଇସାରି କହିଲେ, ମୁଁ ଯଦି କିଛି ଖାଇନଥିବି ତାହେଲେ ହେ ଯମୁନା, ତୁମେ ଦୁଇ ଭାଗ ହେଇଯାଅ। ଗୋପୀମାନେ ଦେଖିଲେ ସବୁ ଖାଇଲେ, କିଏ? ଦୁର୍ବାସା। କିନ୍ତୁ କହୁଛନ୍ତି ଯଦି ମୁଁ କିଛି ନ ଖାଇଥିବି। ଯମୁନା ଦୁଇ ଭାଗ ହେଇଗଲା। ଗୋପୀମାନେ ଆନନ୍ଦରେ ବସି ସେକରକୁ ପଳେଇଲେ। ତେଣୁ କଥା ଏଠି ଥାଉ, ତାହେଲେ ଦୁର୍ବାସା ଖାଇଲେ ନାହିଁ କ'ଣ? ସେଇ କଥା ବାବା ବହୁତ ଥର କହିଛନ୍ତି। ଗାଡ଼ି ଚାଲୁଥିବ, ଡ୍ରାଇଭର ନଥିବ, ହଳ ବୁଲୁଥିବ, ହଳିଆ ନଥିବ। ତେଣୁ କ୍ରିୟା ଯୋଗରେ ଗୋଟେ ମୁଖ୍ୟ କଥା, କ'ଣ ମୁଖ୍ୟ କଥା? ନା ତୁମକୁ ଫାଷ୍ଟ କର୍ତ୍ତଭାବ ତ୍ୟାଗ କରିବାକୁ ପଡ଼ିବ। ହେ ଭଗବାନ, ସବୁକିଛି ତୁମର, ସବୁକିଛି ତୁମେ। ଯିଏ ନିଜକୁ ଭଗବାନଙ୍କ ପାଖରେ ସମର୍ପଣ ନ କରେ ତାର ସାଧନା କେବେ ଆରମ୍ଭ ହୁଏ ନାହିଁ। ଯିଏ ନିଜକୁ ସମର୍ପଣ କରିବ ତାର ସାଧନା ଆରମ୍ଭ ହେବ। ସେଇଠି ଗୋପୀମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ଏ କଥା ପଚାରିଲେ। ଭଗବାନ କହିଲେ ସେ ଆତ୍ମବୋଧରେ, କୃଷ୍ଣ ବୋଧରେ ସବୁ କଥାକୁ ସେ କ'ଣ କଲେ? ପାନ କରିଦେଲେ, ଖାଇଦେଲେ। ସେ ଦେହବୋଧରେ ଖାଇନଥିଲେ। ସମସ୍ତେ ଗୁରୁ ପରମ୍ପରା ଅନୁଯାୟୀ ଆପଣ ଜାଣିଥିବେ, ସମୟ ଅତିବାହିତ ହେଇଯିବ। ଲାହିଡ଼ି ବାବା ଜଣକ ଘରେ ସେ ରୋଷେଇ କରି ଡାକିଲେ। ବିଭିନ୍ନ ତରକାରୀ କରିଥିଲେ, ମାଛ ତରକାରୀ, ବିଭିନ୍ନ ପ୍ରକାର ମାଛ ତରକାରୀ ହେଇଥିଲା। ଭାକୁର, ରୋହି, ମିରକାଳି ହେଇଥିଲା। ଗୁରୁଦେବ ଭାକୁର ଖାଆନ୍ତୁ, ଗୁରୁଦେବ ରୋହି ଖାଆନ୍ତୁ, ଗୁରୁଦେବ ମିରକାଳି ଖାଆନ୍ତୁ। 5-6 ଥର କହିଲା ପରେ ସେ ଆତ୍ମବୋଧରେ ରହୁଥିଲେ। ସବୁ ସମୟରେ ପରାବସ୍ଥାରେ ରହୁଥିଲେ, ଦେହବୋଧରେ ରହୁନଥିଲେ। ସେ କ'ଣ କଲେ? ଦେହକୁ ଖସି ଆସିଲେ। ତ ଦେହକୁ ଖସି ଆସିଲେ, ଆରେ ମୁଁ ମାଛ ଖାଏ, ତୁମେ ମୋତେ ମାଛ ଦଉଛ କହିକି ଉଠିକି ହାତ ଧୋଇକି ବସି ପଡ଼ିଲେ। ସେଇଭଳି ଦୁର୍ବାସା କ'ଣ କଲେ? ପରାବସ୍ଥାରେ ରହି, ସହସ୍ରାରେ ରହି, ଦେହବୋଧରେ ନ ରହି, ଆତ୍ମବୋଧରେ ରହି ସମସ୍ତ ସର ଲବଣୀକୁ ପାନ କରିଦେଇଥିଲେ। ତେଣୁ ଭଗବାନ କୃଷ୍ଣ ଖାଇଥିଲେ। ତେଣୁ ସେ ଖାଇନଥିଲେ। ସତରେ ଯମୁନା ଦୁଇ ଭାଗ ହେଇଗଲା। ସେ ମିଛ କହିନାହାନ୍ତି, ସେ ସତ କହିଛନ୍ତି। ତେଣୁ ସବୁକିଛି ନିର୍ଭର କରୁଛି ତୁମର ମନ ଉପରେ।